ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ମୋ ବିଷୟରେ ଅଧିକ ଜାଣିବା ପାଇଁ ମୋର ୱେବସାଇଟ୍ rudraksjyotish.in ଭିଜିଟ୍ କରିପାରନ୍ତି। ମୁଁ ଗୋଟେ ରୁଦ୍ରାକ୍ଷ ଉପରେ ବହି ଲେଖୁଛି ଯେଉଁଟାକି ଅଣ୍ଡର ପବ୍ଲିକେସନ୍ ଅଛି and also currently writing on book on medical astrology also ବା ଚିକିତ୍ସା ଜ୍ୟୋତିଷ ଉପରେ ବି ଲେଖୁଛି। ମୋ ରିସର୍ଚ୍ଚ ପେପର ମୋ ୱେବସାଇଟ୍ରୁ ଆପଣ ପାଇପାରନ୍ତି। କିଛି ସବୁ ନୁହେଁ, ଅଧିକ କିଛି ଜାଣିବା ପାଇଁ ମୋତେ ହ୍ୱାଟ୍ସଆପ୍ ବି କରିପାରନ୍ତି। ମୋ ରିସେଣ୍ଟ ରିସର୍ଚ୍ଚ ପେପର ମୁଁ ଆପଣଙ୍କୁ ପଠାଇଦେବି। ଯାହା ମୋର ରିସର୍ଚ୍ଚ ଅଛି ସେଇଟା ମୁଁ ଆପଣଙ୍କ ଆଗରେ ପ୍ରେଜେଣ୍ଟ କରୁଛି। କୌଣସି ଉଦ୍ଦେଶ୍ୟ ନୁହେଁ ଭିଡ଼ିଓର ସେଲ୍ଫ ମାର୍କେଟିଂ। ହଉ, ମୋର ଯେଉଁଟା ପ୍ରାଇମ୍ ଏରିଆ ଅଫ୍ ରିସର୍ଚ୍ଚ ତାପରେ ଗୋଟେ କହୁଛି ଆଜି ରୁଦ୍ରାକ୍ଷ। ରୁଦ୍ରାକ୍ଷ କେମିତି ଧାରଣ କରିବେ? ବହୁତ ବଢ଼ିଆ। ରୁଦ୍ରାକ୍ଷ କେମିତି ଧାରଣ କରିବେ? এই ଭିଡ଼ିଓଟାକୁ ମୁଁ ଆଗରୁ ଟିକେ ପରେ କରିବାକୁ ଚାହୁଁଥିଲି ଗୋଟେ ଜ୍ୟୋତିଷ ସିରିଜରେ, କିନ୍ତୁ ନା ଭାବିଲି ଆକୁ ଗୋଟେ କରିଦିଏ। ତା କାରଣ ହେଲା ଏବେ ମୁଁ ଯାଇଥିଲି ଏମିତି ଗୁରୁବାରିଆ ମୁଁ ଯାଏ ଟିକେ ମୋର ସଉଦାପତ୍ର କିଣି ଆଣେ। ଅନ୍ୟ ଦିନ ମୁଁ ଘରେ ବସେ। ମୋର ଗୋଟେ ସ୍କୁଲ ବେଳର ସାଙ୍ଗ ଦେଖା ହେଲା ସେଠି। ଭାରି ଖୁସି ହେଇଗଲୁ ଆମେ। କହିଲା ନାଇଁ ମୁଁ ତ ଏମିତି ଜ୍ୟୋତିଷ ଫୋଷ ହେଇଗଲାଣି। ଆରେ ତମ ଫକ୍ସିଂ ଆପଣ କରୁଥିଲେ ଗୁଡ଼ା ସବୁ କ'ଣ ଗଲା ସବୁ ଏସବୁ ଜିନିଷ ପଡ଼େ। ଆଉ ଜାଭିୟର୍ସରୁ ପଢ଼ିକି କନସଲ୍ଟିଂ କରୁଥିଲେ। ମୁଁ ନାଇଁ ସବୁ ଯାଇକି ମୁଁ ଜ୍ୟୋତିଷ କରୁଛି। ସେ କହିଲା ମୁଁ ବି ଗୋଟେ ଏମିତି ଗୋଟେ ଗୁରୁଙ୍କ ଦୀକ୍ଷିତ ହେଇଯାଇଛି, ଆଉ ଏ ରୁଦ୍ରାକ୍ଷଟା ପକେଇଛି। ଦେଖିଲା ବେଳକୁ ସେ ରୁଦ୍ରାକ୍ଷ ମରିଗଲାଣି। କାରଣ ରୁଦ୍ରାକ୍ଷ ଧାରଣ କରିବାର ବିଧି ଜଣା ନାହିଁ। ରୁଦ୍ରାକ୍ଷ ଗୋଟେ ଅର୍ଗାନିକ୍ ଜିନିଷଟା, ମଞ୍ଜିଟା ନା ଅର୍ଗାନିକଟା, ଶୁଖିଯିବ, ଫାଟିଯିବ। ବେସିକାଲି ଶୁଖିଯିବାଟାକୁ କୁହାଯାଏ ମରିଗଲା। ପୁରା କଳା ପଡ଼ିଯିବ ରୁଦ୍ରାକ୍ଷଟା। ତାପରେ ଆପଣ ତାକୁ ଯେତେ କ୍ଷୀର ଦିଅନ୍ତୁ, ଯେତେ ତେଲ ଦିଅନ୍ତୁ, ଯେତେ ଘିଅ ଦିଅନ୍ତୁ, ଦେଖିବେ ସେ ରୁଦ୍ରାକ୍ଷଟା ସବୁବେଳେ ଡଲ୍ ହେଇକି ରହିବ। ତେଣୁ ରୁଦ୍ରାକ୍ଷ ପିନ୍ଧିବାର ବିଧି କ'ଣ? କର୍ମକାଣ୍ଡ ନନା ଶିବ ମନ୍ଦିରର ଏଠି ମୁଁ କହି ରଖୁଛି, ଯେକୌଣସି ମୁଁ ଜ୍ୟୋତିର୍ଲିଙ୍ଗ ଯାଏ ସେ ଜ୍ୟୋତିର୍ଲିଙ୍ଗରେ ମୋର ସବୁ ନନା ଚିହ୍ନା ଅଛନ୍ତି। ସେମାନେ ବି ମୋଠୁ ରୁଦ୍ରାକ୍ଷ ନିଅନ୍ତି। ମୁଁ ସେମାନଙ୍କୁ କାହାକୁ ବିଲିଟିଲ୍ କରୁନାହିଁ। ସେମାନେ ଗୋଟେ କୌଳିକ ବୃତ୍ତି ଅନୁସାରେ କହିଦିଅନ୍ତି କ'ଣ ଆଇଁଷ ଖାଇବେନି। ରୁଦ୍ରାକ୍ଷ ଚାଲିବ ପାଣିରେ, ରୁଦ୍ରାକ୍ଷ ପାଣିରେ ଚାଲିବ ଜୀବନ୍ତ। ଆପଣ ଆଇଁଷ ଖାଇଲେ ସେ ମରିଯିବ। ରୁଦ୍ରାକ୍ଷ ଆପଣ ପିନ୍ଧି ପାରିବେନି, ଆପଣଙ୍କର ସେ ଶକ୍ତି ନାହିଁ। ଆପଣଙ୍କ ରୁଦ୍ରାକ୍ଷ ଏୟା ଅସୁବିଧା କରିବ। ରୁଦ୍ରାକ୍ଷକୁ ନେଇ ଟିକେ ଡରେଇ ଦିଅନ୍ତି। କିଛି ନାହିଁ ଆଜ୍ଞା, ଆଜିକା ଡେଟ୍ରେ ଯେଉଁଟା ଆଇଁଷଟା କମନ୍ ହେଇଗଲା, ଆପଣ ଖାଆନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ଏଇ ଯେଉଁ ଲିକରଟା ପିଉଛନ୍ତି ସେଇଟା ଆଭଏଡ଼ କରିବେ। ହଉ, ଏଇଟା ବୋଧେ ମୁଁ ଗୋଟେ ଭିଡ଼ିଓରେ କହିଦେଇଥିଲି। ଆଜି ମୁଁ ପଚାରୁଛି ରୁଦ୍ରାକ୍ଷ ଆପଣ ପିନ୍ଧିଲେ, ଆପଣଙ୍କୁ ଜଣେ ରୁଦ୍ରାକ୍ଷ ମାନେ ମୋ ପାଖକୁ ଆସିଲେ ମୁଁ ଆପଣଙ୍କୁ ଗୋଟେ 11 ମୁଖୀ ରୁଦ୍ରାକ୍ଷ ହନୁମାନଙ୍କ ପାଇଁ ଦେଲି, ଜ୍ୟୋତିଷରେ ମଙ୍ଗଳ ଗ୍ରହ ପାଇଁ। ତ ଏଠି କ'ଣ ହେଲା, ଯଦି 11 ମୁଖୀ ରୁଦ୍ରାକ୍ଷଟା ଆପଣଙ୍କୁ ଦିଆଗଲା ପିନ୍ଧିବା ପାଇଁ, ତାର କିଛିଟା ପ୍ରିକସନ୍ ଅଛି। ଯେଉଁ ପ୍ରିକସନ୍ଟା କି ଖାଲି 11 ମୁଖୀ ନୁହେଁ, ଗୋଟେ 5 ମୁଖୀ ରୁଦ୍ରାକ୍ଷ ଯଦି ପକାଉଛନ୍ତି କରିବେ, ଗୋଟେ 12 ମୁଖୀ ରୁଦ୍ରାକ୍ଷ ଯଦି ପକାଉଛନ୍ତି କରିବେ, ଗୋଟେ 20 ମୁଖୀ ରୁଦ୍ରାକ୍ଷ ପକାଉଛନ୍ତି ଯଦି କରିବେ। ଅର୍ଥାତ୍ ରୁଦ୍ରାକ୍ଷ ପିନ୍ଧିବାର ବିଧିଟା କ'ଣ ବର୍ତ୍ତମାନ ଆପଣଙ୍କୁ କହୁଛି। ଯେକୌଣସି ରୁଦ୍ରାକ୍ଷ ନେବେ, ଆଗ ସେଟାକୁ ଅଭିମନ୍ତ୍ରିତ କରିବେ। ଗଛରୁ ତୋଳା ହେଇଥିବା ମଞ୍ଜିଟେ ବା ଗୋଟେ ଯନ୍ତ୍ରରେ ଯଦି ଆପଣ ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ନ କରିବେ, ତାହେଲେ ସେ ଯନ୍ତ୍ରଟା କ'ଣ ଏନର୍ଜାଇଜ୍ଡ ହେବ ନାହିଁ। ତା ଓଡ଼ିଆଟା ମୁଁ ଜାଣିନି, କ୍ଷମା କରିବେ। ସେଥିରେ ଶକ୍ତିର ସଞ୍ଚାଳନ ହେବନି, ମ୍ୟାଗ୍ନେଟିକ୍ ଫିଲ୍ଡ ସେଥିରେ ଆସିବ ନାହିଁ। ଏନର୍ଜାଇଜେସନ୍ ଯେଉଁମାନେ ଜାଣିନାହାନ୍ତି, ମନେକର ମୋ ଭଳିଆ କିଛି ସ୍ପେଶାଲାଇଜ୍ ଲୋକ ଗୋଟେ ରୁଦ୍ରାକ୍ଷଟାକୁ ଏନର୍ଜାଇଜ୍ କରିପାରିବେ, ସେଥିରେ ଗୋଟେ ସ୍ପେଶାଲ ବିଧି ବି ଅଛି। କେମିତି ଗୋଟେ ରୁଦ୍ରାକ୍ଷକୁ କ୍ଲିଞ୍ଚ କରିବେ, ଇଏ କରିବେ, ସିଏ ପରେ ତାପରେ କେବେ କହିବେ, କିନ୍ତୁ ବେଟର ଆପଣ ନିଜେ ସେଟା ନ କରିବା ଉଚିତ। କିନ୍ତୁ ଯଦି ନ ହେଉଛି, ବେଷ୍ଟ ହେଲା କ'ଣ, ଯେଉଁଟା ଆମର କହନ୍ତି ଗୋଟେ ଲିଙ୍ଗ ସହିତ ଛୁଇଁ ଦେବା। ଆକ୍ଚୁଆଲି ଛୁଇଁ ଦେବା ନୁହେଁ, ଯେକୌଣସି ଗୋଟେ ଶିବଲିଙ୍ଗର ଯେଉଁଟା ଆମର ଯୋନି ବା ଶକ୍ତି ବୋଲି କୁହାଯାଏ, ତାର ଯେତେ ପାଖାପାଖି ଏରିଆରେ ରୁଦ୍ରାକ୍ଷଟାକୁ 5ରୁ 10 ମିନିଟ୍ କି 15 ମିନିଟ୍ ରଖିବେ।
ସେଇଟା ହେଲା ଏନର୍ଜାଇଜେସନ ପ୍ରୋसेସ୍। ତା ପୂର୍ବରୁ କ'ଣ କରିବେ, ରୁଦ୍ରାକ୍ଷକୁ 5-7 4-5 ଘଣ୍ଟା କଞ୍ଚା କ୍ଷୀର ଯେଉଁଟା ପାଶ୍ଚରାଇଜ୍ଡ ହେଇନଥିବ ସେଥିରେ ବୁଡ଼େଇକି ରଖିବେ। ଆଗ କହିଦେଇଥିଲି ରୁଦ୍ରାକ୍ଷଟାକୁ ତମ୍ବାରେ ଲକେଟ୍ କରିବେ ସବୁବେଳେ। ତମ୍ବା ଲକେଟ୍ରେ ଥିବା ତାରଟା ରୁଦ୍ରାକ୍ଷର ଏନର୍ଜି ଫିଲ୍ଡଟାକୁ ଆକ୍ଟିଭେଟ୍ କରିକି ରଖେ। ରୂପା ସୁନା କିଛି ଆବଶ୍ୟକତା ନାହିଁ। ତମ୍ବା ଇଜ୍ ଅଲୱେଜ୍ ବେଷ୍ଟ। ସେ ସୁନାରେ ପକାଉ ଲୋକ ଲକେଟ୍, କିନ୍ତୁ ତମ୍ବା କରିବା। ହଁ, କିଛି ଛୋଟ ଛୋଟ ପିଲାଙ୍କୁ ଯେତେବେଳେ ଗଣେଶ ରୁଦ୍ରାକ୍ଷ ଦେଉଛନ୍ତି ତମ୍ବା ନ କଲେ ଭଲ, କାରଣ ସେଟା ଏତେ ଏନର୍ଜି ଛୋଟ ଛୋଟ ପିଲା ସହିପାରିବେ ନାହିଁ। ଥରେ ଆପଣଙ୍କର 14 ବର୍ଷ କୋର୍ସ କରିଗଲା ପରେ ଆପଣ ତମ୍ବା ରୁଦ୍ରାକ୍ଷ ଦେଇପାରିବେ, ତା ପୂର୍ବରୁ ନୁହେଁ। ଯେମିତି କୁହାଯାଏ ଯେ ଗୋଟେ 8 ବର୍ଷ ପରଠୁ ଗୋଟେ ଲୋକକୁ ପିଲାକୁ ଦେଇହେବ ଗଣେଶ ରୁଦ୍ରାକ୍ଷ, ରୂପାରେ ଗଲେ ଚଳିବ। ହଉ, ବଟ୍ ପ୍ରାଇମେରିଲି ତମ୍ବା। ମୁଁ ରୁଲ୍ ସହିତ ଏକ୍ସେପସନ୍ ବି ଟିକେ କହିଦେଉଛି। ଲକେଟ୍ ହେଇସାରିଲା ପରେ ରୁଦ୍ରାକ୍ଷଟା ସେଇଟା ଆପଣ ପ୍ରଥମେ 5 ଘଣ୍ଟା କଞ୍ଚା କ୍ଷୀରରେ ପକାଇବେ। ଯେଉଁ କଞ୍ଚା କ୍ଷୀରଟା ଗାଈରେ ଧୂଆଁ ହେଇକି ଆସିଥିବ, ପାଶ୍ଚରାଇଜ୍ଡ ହେଇନଥିବ, ଅର୍ଥାତ୍ କ୍ଷୀରଟା ଜୀବାଣୁମୁକ୍ତ ହେଇନଥିବ। ଦି ବ୍ୟାକ୍ଟେରିଆ ଇନ୍ ଦ ମିଲ୍କ ଇଜ୍ ଦ ଲାଇଫ୍ ଫୋର୍ସ ଫର୍ ରୁଦ୍ରାକ୍ଷ। ସେ ବ୍ୟାକ୍ଟେରିଆ ଗୁଡ଼ା ରୁଦ୍ରାକ୍ଷର ଲାଇଫ୍ ଫୋର୍ସ ଭଳିଆ କାମ କରିବେ। ପକାଇଲେ ଠିକ୍ 5 ଘଣ୍ଟା ଗୁଆ ଘିଅରେ ପକାଇଦେବେ। କ୍ଷୀର ହେଲା ତେଲ, ମାନେ ଗାଡ଼ିରେ ଯେଉଁ ପେଟ୍ରୋଲ ପକାଉଛନ୍ତି କ୍ଷୀର, ଆଉ ଇଞ୍ଜିନ୍ ଅଏଲ୍ଟା ହେଲା ଘିଅ। ରୁଦ୍ରାକ୍ଷ ଆପଣଙ୍କର ରେଡ଼ି ହେଇଗଲା, ଏବେ ଫିଜିକାଲି ଫିଟ୍ ହେଇଗଲା କିଛି ଗୋଟେ ଏନର୍ଜିଟାକୁ ହୋଲ୍ଡ କରିବା ପାଇଁ। ଯଦି କିଛି ଆପଣ ଶିଖିନାହାନ୍ତି, ଓମ୍ ନମଃ ଶିବାୟ କିଛି ଦରକାର ନାହିଁ। ଯେକୌଣସି ଗୋଟେ ଶିବଲିଙ୍ଗ ତାର ଯେଉଁଟା ଶକ୍ତି ଏରିଆ ପାଖାପାଖି ନେଇକି ରଖିଦେବେ 15 ମିନିଟ୍। ତାପରେ ଆଣିବେ, ସାଙ୍ଗେ ସାଙ୍ଗେ ବୁଜ୍ କି ପେପର ପକାଇଦେବେ ନାହିଁ। କିଛି ସମୟ ନିଜ ହାତରେ ରଖିବେ ଏବଂ ଆପଣଙ୍କର ପ୍ରାର୍ଥନା କରିବେ। ଏମିତି 2ଟା ହାତ ମଝିରେ ରୁଦ୍ରାକ୍ଷଟା ରହିବ। ତାପରେ ସେଟାକୁ ଧାରଣ କରିବେ। ଧାରଣ କଲେ ତ ଆପଣ ବର୍ତ୍ତମାନ ତାକୁ ପିନ୍ଧିପାରିବେ, ଟଏଲେଟ୍ ଯାଆନ୍ତୁ, ପରିସ୍ରା ଯାଆନ୍ତୁ, ସବୁ କିଛି କରନ୍ତୁ, ପିନ୍ଧିପାରିବେ। ଗାଧେଇଲା ବେଳେ କାଢ଼ିଦେବେ। ଯେତେ ରୁଦ୍ରାକ୍ଷର ଅଧିକ ପାଣି ବାଜିବ ରୁଦ୍ରାକ୍ଷଟା ଖରାପ ହେଇଯିବ। ଯଦି ପୁରା ମ୍ୟାଚୁଅର ବିଡ୍ ହେଇନଥିବ, ପୁଣି ଏକ୍ସେପସନ୍ କହିଲେ, କଞ୍ଚା ବିଡ୍ ହେଇଥିଲା ମାନେ ସାଙ୍ଗେ ସାଙ୍ଗେ ଖରାପ ହେଇଯିବ। କଞ୍ଚା ବିଡ୍ ମାନେ ଫଳଟା ବରକୋଳି ଭଳିଆ ଗୋଟେ ଫଳ କୋଳି ହେଲା ରୁଦ୍ରାକ୍ଷ, ପୁରା ବରକୋଳି ଭଳିଆ। ବରକୋଳି ପାଚିଲେ ହେବ ମାଟିଆ, ସେଟା ପାଚିଲେ ହେବ ବାଇଗଣୀ। ଯଦି ପାଚିଲା ଅବସ୍ଥାରେ ଯଦି ରୁଦ୍ରାକ୍ଷଟା ଆପଣ ଆଣୁଛନ୍ତି, ଯେଉଁଟା ପୁରା ଟିକେ ଡିପ୍ ମାଟିଆ କଲର୍ ଆସିବ, ଟିକ୍ ଟିକ୍ କାଠ କଲର୍, ତ ସେ ରୁଦ୍ରାକ୍ଷ ହ୍ୟାଣ୍ଡେଲ୍ କରିଦେବ ଆପଣଙ୍କର। ମାନେ ପାଣିରେ ଗାଧୋଇ ପଡ଼ିଲେ ବି ସେ ପଳେଇବ, କିନ୍ତୁ ତଥାପି ଗାଧୋଇ କଲେ ସାବୁନ ପାଣି ଏଗୁଡ଼ା ସବୁ ରୁଦ୍ରାକ୍ଷ ନ ଲାଗିଲେ ରୁଦ୍ରାକ୍ଷ ଟିକେ ଇଣ୍ଟରନାଲ ଏରିଆଟା ବେଟର। ସବୁବେଳେ ରୁଦ୍ରାକ୍ଷଟାକୁ ପାଣିରେ ପକାଇବା ଭଲ ନୁହେଁ। ଅର୍ଥାତ୍ ଗାଧୋଇବା ସମୟରେ ରୁଦ୍ରାକ୍ଷଟାକୁ ଓହ୍ଲେଇକି ଗାଧୋଇବାଟା ଭଲ। ଆପଣ କହୁଛନ୍ତି ସାର୍ ମୁଁ ଗାଧୋଇ ପଡ଼ିଲି, ବର୍ଷାରେ ଓଦା ହେଇଗଲେ ଚଳିବ, ବଟ୍ ସକାଳୁ ଉଠିଲେ ଆପଣ ରୁଦ୍ରାକ୍ଷ ପକାଇଲେ, ଯଦି 8ଟା ବେଳେ ଗାଧୋଇବାର ଅଛି ଠିକ୍ ଗାଧୋଇଲା ପୂର୍ବରୁ ଓହ୍ଲେଇ ଦେଲେ, ପୁଣି ଗାଧୋଇ ପଡ଼ିକି ରୁଦ୍ରାକ୍ଷଟା ପକାଇଲେ। କିନ୍ତୁ ଟଏଲେଟ୍ ଯିବା କିଛି ଅସୁବିଧା ନାହିଁ। ସେ ଆପଣଙ୍କର ମାନେ ଟଏଲେଟ୍ ଗଲାବେଳେ ରୁଦ୍ରାକ୍ଷ ଓହ୍ଲେଇବ, ଇଏ କରିବ, ମିଛ ସବୁ, କିଛି ଆବଶ୍ୟକତା ନାହିଁ। ହଁ, ରାତିରେ ଶୋଇଲା ବେଳେ ରୁଦ୍ରାକ୍ଷଟାକୁ ଓହ୍ଲେଇ ଦେବେ। ଯେଉଁ ରୁଦ୍ରାକ୍ଷ ଯିଏ ବି ପିନ୍ଧୁଛନ୍ତି ରାତିରେ ଶୋଇଲା ବେଳେ ସବୁବେଳେ ଓହ୍ଲେଇ ଦେବେ। ନହେଲେ ରୁଦ୍ରାକ୍ଷଟା କସ୍ମିକ୍ ଏନର୍ଜି ନେଇପାରିବ ନାହିଁ। ଯେଉଁ ସମୟରେ ଆପଣଙ୍କ ଏନର୍ଜି ଦେହରେ ଥିବ ସିଏ ଫ୍ରି ହେଇପାରିବନି। ରୁଦ୍ରାକ୍ଷ ଆପଣଙ୍କ କଣ୍ଟାକ୍ଟରେ ରହିଲା, ଆପଣଙ୍କୁ ଶୋଇଦେବନି ଗୋଟେ ରୁଦ୍ରାକ୍ଷ। ଏଇଟା ଗୋଟେ ଅରିଜିନାଲ ରୁଦ୍ରାକ୍ଷର ପ୍ରମାଣ ମନେ ରଖିଥାନ୍ତୁ। ଯେକୌଣସି ଯଦି ଗୋଟେ ଲୋକଟେ ଜେନୁଇନ୍ ରୁଦ୍ରାକ୍ଷ ପକେଇଛି, ସେ ରାତିରେ ଶୋଇପାରିବନି ଭଲକି। ଟିକେ ପାୱାରଫୁଲ୍ ହେବ। ସେ କୁନି 3-4ଟା ରୁଦ୍ରାକ୍ଷ ପକେଇଲେ ହେବନି। ମନେକର ଗୋଟେ ଲୋକଟେ 14 ମୁଖୀ ରୁଦ୍ରାକ୍ଷ ଗୋଟେ ପକେଇଛି, ସେ ରାତିରେ ତାକୁ ନିଦ ଭଲ ହେବନି, ପକେଇକି ଶୋଇପାରିବ ନାହିଁ। ଓହ୍ଲେଇକି ନିଜର ମୁଣ୍ଡ ପାଖରୁ 1ରୁ 2 ମିଟର ରେଡ଼ିୟସ୍, ଅର୍ଥାତ୍ 2 ହାତରୁ 4 ହାତ ଭିତରେ ରଖିଦେବେ। 2 ହାତ ଭିତରେ ରଖିଦେବେ, ମୁଣ୍ଡ ପାଖରେ ରଖିଦେବେ। ରୁଦ୍ରାକ୍ଷ ଆପଣଙ୍କ କନେକ୍ଟେଡ୍ ହେଇକି ରହିଲା। ପୁଣି ସକାଳୁ ଉଠିଲେ ପିନ୍ଧିଦେବେ, ଗଲା। ଏଇଟା ଆପଣ ରେଗୁଲାରଲି ଚାଲିବ। କେବଳ ମାସର ଯେକୌଣସି ଗୋଟେ ଦିନ ଆପଣଙ୍କୁ ଫ୍ରି ହେଉଛି। କୌଣସି ମାନେ ଶିବଙ୍କ ପ୍ରତି ଏତେ ମାନେ ମୁଁ ପାର୍ସିଆଲି କହୁନାହିଁ ଯେ ଆପଣ ଶିବ ଚତୁର୍ଦ୍ଦଶୀରେ କରନ୍ତୁ। ଆପଣ କହିବେ ନାହିଁ ସାର୍ ମୁଁ ସଂକ୍ରାନ୍ତିରେ କରିବି, କରୁନାହାନ୍ତି। କ'ଣ କରିବେ? ସେଇ ସମାନ ଜିନିଷ, ଟିକେ କଞ୍ଚା କ୍ଷୀର ଆଣିବେ, ଟିକେ ଗୁଆ ଘିଅ ଆଣିବେ। ଏଥର 5 ଘଣ୍ଟା ଦରକାର ନାହିଁ, ଘଣ୍ଟାଟେ
ମାସକୁ ଥରେ ଘଣ୍ଟାଟେ ଲେଖେ ପକାଇଦେବେ, ଘଣ୍ଟାଟେ ଏନଫ୍ ହେଇଯାଏ, ଘଣ୍ଟାଟେ ଏଥିରେ ପକାଇଦେବେ, ଘଣ୍ଟାଟେ ଘିଅରେ ପକାଇଦେବେ, ତାକୁ ଆଣିବେ ପୋଛିବେ ପିନ୍ଧିଦେବେ। କ୍ଷୀର ଆଉ ଘିଅ ପକାଇଲା ପରେ ଧୋଇବେନି। ତ ଏଇଟା କୁହାଯାଏ କଣ୍ଡିସନିଂ ଅଫ୍ ରୁଦ୍ରାକ୍ଷ। ଅର୍ଥାତ୍ ଗାଡ଼ିଟା ଯେମିତି ଆପଣ ସର୍ଭିସ୍ କରୁନାହାନ୍ତି କି, ଏଇ ଗାଡ଼ିର ସର୍ଭିସିଂ, ରୁଦ୍ରାକ୍ଷର ସର୍ଭିସିଂ ହେଲା ଏଇଟା। ଥରେ ରୁଦ୍ରାକ୍ଷ କୌଣସି ଗୋଟେ ଶିବଲିଙ୍ଗ ସହିତ ଥୁଆ ହେଇ ସାରିକି ପକାଇ ସାରିଲା ପରେ ଆପଣ ସେ ଶିବଲିଙ୍ଗ ପାଖରେ ଛୁଇଁବେ ଆଉ ନାହିଁ। ସେଇ ରୁଦ୍ରାକ୍ଷ ସେଇ ଶିବଲିଙ୍ଗ ପାଖକୁ ଯେତେବେଳେ ଆପଣ ଯାଉଛନ୍ତି, ଆପଣ ସେଇଟା ଓହ୍ଲେଇକି ନିଜ ହାତରେ ଏମିତି ଧରିବେ। ଅର୍ଥାତ୍ ସେଇ ଶିବ ପେରିଫେରାରେ ଯାହା ଏନର୍ଜି ଥିବ ସେ ରୁଦ୍ରାକ୍ଷ ତାକୁ କ୍ରାସ୍ କରିବେ, ତାକୁ ଟଚ୍ କରିବେନି। ନହେଲେ ଆପଣଙ୍କର ଏନର୍ଜି ଯାହା ହୋଲ୍ଡ କରିଥିବ ସେ ଯେତେବେଳେ ଶିବଙ୍କ ଏନର୍ଜିକୁ ହୋଲ୍ଡ କରିବ, କ୍ରାସ୍ ଟଚ୍ ଯିବ। ଥରେ ଟଚ୍ କଲେ ପିନ୍ଧିବେ, କିନ୍ତୁ ସେଇ ଶିବ ମନ୍ଦିର ଯିବେ, ଟିକେ ସେ ରୁଦ୍ରାକ୍ଷଟାକୁ ଏମିତି ବାହାରେ ରଖିବେ 10-15 ମିନିଟ୍ ହାତରେ ଧରିକି, କିମ୍ବା ପାଖରେ ଗୋଟେ ରଖିବେ, ପୁଣି ପିନ୍ଧିବେ। ଆପଣ ରୁଦ୍ରାକ୍ଷର ଫିଜିକାଲ କଣ୍ଡିସନିଂଟା କରିଦେଲେ। ଏନର୍ଜି ଲେଭେଲ କଣ୍ଡିସନିଂ ପାଇଁ ଏଇଟା ଯେଉଁ କହିଲି, ଯେକୌଣସି ଗୋଟେ ମନ୍ଦିର ଯାଇକି ଯେତେ ପାଖ ହେଇପାରିବ ଶିବଲିଙ୍ଗ ପାଖାପାଖି ଯାଇକି ରୁଦ୍ରାକ୍ଷଟାକୁ ଏମିତି ଆଞ୍ଜୁଳି ହାତରେ ଧରିକି ଆଖି ବୁଜିକି ବସିବେ, 10 ମିନିଟ୍ ହଉ, ତାପରେ ପକାଇଦେବେ। କିନ୍ତୁ ଆଉ ସେ ଶକ୍ତି କିମ୍ବା ଯୋନି ଉପରେ ଥୋଇବେ ନାହିଁ। ବୁଝି ହେଉଛି ଯାହା କହୁଛି? ଆପଣଙ୍କ ବୟସରେ ଏତେ ପାଲା କିଏ କରିବ? ନାହିଁ ଆଜ୍ଞା, ନ କଲେ ବି ଚଳିବ। ଆପଣଙ୍କୁ ଥରେ ମୁଁ ଏଠି ରୁଦ୍ରାକ୍ଷ ଭଲକି ଧୁଆଧୁଇ କରି କ୍ଲିନିଂ କରି ଏନର୍ଜାଇଜ୍ କରିକି ଦେଇଦେଲି, ଆପଣ ପିନ୍ଧିଦେଲେ ଶିବ। ତାପରେ ଆପଣ ଯଦି ତାକୁ ନ କରୁଛନ୍ତି, ମୁଁ ତ ନିଜେ ପକାଇଥିବା ରୁଦ୍ରାକ୍ଷଟି ବୋଧହୁଏ କଣ୍ଡିସନିଂ କରିପାରୁନି, ଯଦି କଣ୍ଡିସନିଂ ନ ବି କରୁଛନ୍ତି ତାହେଲେ ବି ଚଳିବ, କିନ୍ତୁ କଲେ ଭଲ। କେଉଁ ମାସରେ ଥରେ ଟିକେ ମନ୍ଦିର ପଳେଇ କଲେ ଭଲ। ଯେହେତୁ ମୁଁ ଟିକେ ପୂଜା ସାଧନା କରୁଛି, ଆଉ ଗୋଟେ ଫ୍ୟାମିଲିଆର ଲାଇଫରେ ନାହିଁ, ତେଣୁ ମୋର ମେଣ୍ଟାଲ ଷ୍ଟେଟ୍ଟା ଆପଣଙ୍କର ମେଣ୍ଟାଲ ଷ୍ଟେଟ୍ଟା ତ ସମାନ ହେଉନି। ହୁଏତ ଆପଣଙ୍କ ରୁଦ୍ରାକ୍ଷର ନିଡ୍ଟା ମୋ ଠାରୁ ଅଧିକ। ତେଣୁ ସେ ଜାଗାରେ ଆପଣ ଏଇଟା କଲେ ଭଲ। ମନେ ରହିଲା ଯାହା ଯାହା କହିଲି। ପ୍ରଥମ ଯେତେବେଳେ ରୁଦ୍ରାକ୍ଷକୁ କିଣୁଛନ୍ତି, 6 ଘଣ୍ଟା ନହେଲେ 5 ଘଣ୍ଟା ପ୍ରଥମେ କ୍ଷୀର, କଞ୍ଚା କ୍ଷୀର, 5 ଘଣ୍ଟା ଗୁଆ ଘିଅ ଦେଇକି ଗୋଟେ ଯେକୌଣସି ଶିବଲିଙ୍ଗ ପାଖରେ ଯାଇକି ତାର ଶକ୍ତିରେ ସେଟା 10-15 ମିନିଟ୍ ରଖିକି ପୁଣି ହାତକୁ ଆଣିକି 5 ମିନିଟ୍ ଧରିକି ଶିବଙ୍କୁ ପ୍ରାର୍ଥନା କରିକି ଏଟା ବେକରେ ପକାଇବେ। ପ୍ରତି ମାସ ଯେକୌଣସି ଗୋଟେ ଦିନ ଆପଣଙ୍କୁ ଠିକ୍ ଲାଗୁଛି, ସେଇ ଦିନ ଆପଣ ତାକୁ ପୁଣି ଘଣ୍ଟାଟେ ଲେଖେ କଞ୍ଚା କ୍ଷୀର ଆଉ ଗୋଟେ ଘଣ୍ଟାଟେ ଗୁଆ ଘିଅ ଦେବେ ଏବଂ ତାପରେ ଆଉ ଥରେ ପକାଇବେ। ରାତିରେ ରୁଦ୍ରାକ୍ଷ ପିନ୍ଧିକି ଆପଣ ଶୋଇବେ ନାହିଁ, ନା ହିଁ ଶୋଇପାରିବେ। ଦ୍ୱିତୀୟତଃ ଆପଣ ରୁଦ୍ରାକ୍ଷ ପିନ୍ଧିକି ଗାଧେଇବେ ନାହିଁ। ଆଉ ଗୋଟେ ଜିନିଷଟି କହି ରହୁଛି, ଚେଷ୍ଟା କରିବେ ଆପଣଙ୍କ ରୁଦ୍ରାକ୍ଷଟାକୁ ଆପଣ ଯେତେ ଛୁଆଁଛୁଇଁ କରିବେ। ସାର୍ଟ ଗୋଟେ ରହିଲା, ରାତିରେ ଆପଣ ଓହ୍ଲେଇ ଦେଲେ, ଇଭିନ୍ ଆପଣଙ୍କର କନସର୍ଟ ବା ୱାଇଫ୍ ହଉ କି ହଜବେଣ୍ଡ ହଉ, ସିଏ ବି ଛୁଇଁବାର ଚାନ୍ସ କମ୍। ଯଦିଓ ଛୁଇଁଲେ ବିଶେଷ କିଛି ଅସୁବିଧା ନାହିଁ। କିଛି ରୁଦ୍ରାକ୍ଷ 2 ଜଣ ଛୁଇଁବା କଥା, ଏକ୍ଜାମ୍ପଲ୍ ଗୌରୀ ଶଙ୍କର। କିନ୍ତୁ ଯଦି କିଛି ଗୋଟେ ଇଣ୍ଡିପେଣ୍ଡେଣ୍ଟ ରୁଦ୍ରାକ୍ଷ ପକାଉଛନ୍ତି, ସେ ଧରନ୍ତୁ ମେଣ୍ଟାଲ ପିସ୍ ପାଇଁ 14 ମୁଖୀ ଆମେ ଦେଉ, 15 ମୁଖୀ ବି ଦେଉ, ତ ସେ 15 ମୁଖୀ ପକାଉଛନ୍ତି, ତାହେଲେ ଆପଣ ବାହାରେ ରୁଦ୍ରାକ୍ଷଟାକୁ ପକାଇ ଦେଇଛନ୍ତି, ଲକେଟଟା ଗୋଟେ କୁନି ପିଲାଟାକୁ ଧରୁଛନ୍ତି, ସେ ଆପଣଙ୍କ ସେ ରୁଦ୍ରାକ୍ଷଟାକୁ ବାରମ୍ବାର ଧରୁଛି, ଏଇଟା ଗୋଟେ ଭାରି ଖରାପ ଜିନିଷ ଆଜ୍ଞା। ଆପଣଙ୍କ ଏନର୍ଜିଟା ତା ଦେହକୁ ଗଲା ଏବଂ ତାର ଦେହ ହାତ ଖରାପ ହେଇପାରେ। ତ ସେଇ ସିଜନରେ ଆପଣ ରୁଦ୍ରାକ୍ଷଟାକୁ ପଛକୁ ପକାଇଦେବେ, ସାର୍ଟ ଭିତରେ ରଖିବେ। ମୁଁ ଯେଉଁ ଜିନିଷ କହୁଛି ଆପଣ ଗୋଟେ ବେଶୀ ବିବ୍ରତ ହେଇଯାଆନ୍ତୁନି। ଥରେ ପକାଇଲେ କିଛି ନୁହେଁ, ଏଗୁଡ଼ା ପକାଇଲେ ରାତିରେ ଓହ୍ଲେଇକି ଥୋଇଲେ, ବା ସେତିକି, ଆଉ କିଛି ନାହିଁ ତାର। ସକାଳୁ ଉଠି ଗାଧୋଇ ପିନ୍ଧିଦେଲେ। କହିଲା ବେଳକୁ ଆପଣଙ୍କୁ ହୁଏତ କଷ୍ଟ ଲାଗିଥାଇପାରେ, ଶୁଣିଲା ବେଳକୁ ବି କଷ୍ଟ ଲାଗୁଥାଇପାରେ, କିନ୍ତୁ ପ୍ରାକ୍ଟିସ୍ କଲେ କିଛି ନାହିଁ। ମୁଁ ତ ଆଜିକି ଆଜ୍ଞା ହେଇଗଲା ବୋଧେ କେବେ 10 ବର୍ଷ ଖଣ୍ଡେ ହେବ ପକାଉଛି, ଆଉ 2015ରୁ, ହଁ ନା 2015, 2014 ନୁହେଁ, 2015ରୁ ମୁଁ ପକାଉଛି, 9 ବର୍ଷ ହେଲାଣି। ଆଉ ସବୁ ପ୍ରକାର ରୁଦ୍ରାକ୍ଷ ପକାଇଛି ଏବଂ ପକାଇ ଟେଷ୍ଟ ବି କରିଛି, ଦେଖିଛି। ଏତେ କଷ୍ଟ ନୁହେଁ। ଇନିସିଆଲି ମୋତେ ବି ଯେମିତି ଲାଗୁଥିଲା, କିଛି ନୁହେଁ ଆଜ୍ଞା, ସିଧା ସୂତାରେ ପକାଇବେ, କାଢ଼ିବେ। ହଉ, ରୁଦ୍ରାକ୍ଷ ସମ୍ବନ୍ଧୀୟ ଆପଣଙ୍କର ଯାହା ଡାଉଟ୍ ହେବ ମୋତେ ପଚାରିବେ। ଏବେ ରୁଦ୍ରାକ୍ଷ ପାଇଁ ଲୋକ ବି ଏଠି ଆସୁଛନ୍ତି ପଚାରିବା ପାଇଁ, ତ ପଚାରିବେ। କାରଣ ମୁଁ ଜାଣିଛି ମୋର ଇଂଲିଶ ବହି କାଲି ସକାଳେ ବାହାରିଲେ ବି ଆପଣ ପଢ଼ିବେ ନାହିଁ। ଇଂଲିଶରେ ଯେଉଁଟା ଆମର ସବୁ ଲେଖା ହେଇକି ଅଛି ୱେବସାଇଟ୍ରେ, ଆପଣ ଯାଆନ୍ତୁ ଦେଖିବେ, ରୁଦ୍ରାକ୍ଷ ପବ୍ଲିକେସନ୍ ବୋଲି ଲେଖା ହେଇଛି। 13 ମୁଖୀ କ'ଣ, ଆଉ 10 ମୁଖୀ କ'ଣ,
ମାନେ एकमुखी कौन सब लिखाई मैंने इंग्लीश रे पढ़े आप तेणु आप ओपन डिस्कसन मो पाक आसपारती कि निजर जब रुद्राक्ष दरकार मत भी कहींपारती हाँ यहाँ मुझे कहींपारती मुझे कहूँ मत कनसल्ट कर देख न कराते कहे ना सर आप ओरिजिनल रुद्राक्ष आप देपारे तो ठीक वे अभिमंत्रित करके ठीक गाइडेंस न करी खाली जब न पिंधा हो रुद्राक्ष फल दब ना मुझे सीधा ओपन कैमेरा आगे कहूँ आम राज्य मो ठार अधिक रुद्राक्ष भितर बोधे किए हार्डली कहींपारे कहीं मुझे देखनी 10 वर्ष धरी मुझे पाक मुझे तो क्या बाकी छाड़ी नहीं मुझे देखी बेस मिथ चली मत ही लीडिंग लोक मैंने पचारती किसी गर्व नहीं महादेव कृपा मुझे जहाँ कर मोर 1% भी कंट्रीब्यूशन ना मो रुद्राक्ष देखिए जानी महादेव कृपा आ मोर मार हाथ मोर कि परिश्रम किसी ना खाई पी बस पढ़िया कथा ये कौन बड़ कथा तेणु पचारे सेमती किसी असुविधा ना जिते जहाँ डाउट अच्छे आउ रुद्राक्षर जो आप करुँच कंडीशनिंग जमती क्षीर घी पर जो मुझे कहली मंदिर को जो जाऊँगी मंदिर को न जाई पारती सारा क्षीर घी घरे गोटे धूप बड़ झुणा दे देकी रुद्राक्षटा को झुणा धूप क्लींज करेंगे 3-4 मिनट बेस से समान फिजिकल आउ एनर्जी लेवल क्लींजिंगटा रुद्राक्ष हो गला बेले बेले रुद्राक्ष से क्षीर घी न दे पारे टी ऑलिव ऑयल देदे टी राशि तेल देदे जस्ट रुद्राक्ष तेल टे देदेवे ना सुखीज आज थे रुद्राक्ष आप पिंधे लाइट ब्राउन कलर रुद्राक्ष थी गोटे मैच्योर रुद्राक्ष भी लाइट ब्राउन आसो टिके पुराणा हेल्ला कलर ब्राउनिश बढ़ी बढ़ी जीव से ब्लैक आड़ को जीव तो कलर रेंजटा रुद्राक्ष स्किन कलर ठू आरंभ करी ये जो आप देखुं मो लिखाई ब्राउन कलर ये ब्राउन आड़ को मुव कर फाइनाली ब्लैक ब्लैक हो गला रुद्राक्ष मला तो पूरा लाइट ब्राउन भी नेबेनी पूरा डार्क ब्राउन भी नेबेनी मझी मझिया कलर देखिए गोटे आप चूज करेंगे नॉर्मली से कलर भी थाए तो आप न करेंगे देखिए रुद्राक्ष आप दिन को दिन ब्लैक हो जाऊँगी टुवर्ड्स आ रुद्राक्ष गोटे चार्म रोने रुद्राक्षर सेटा गोटे आप न देखिले कहींपारे रुद्राक्ष गोटे ग्लेज आसुनी गोटे जो देखला बेलू लगुनि जो रुद्राक्ष गोटे भाइब्रांट अच्छी देन रुद्राक्ष धीरे धीरे इट इज डाइंग सेटा आप पिंधे फोपाड़ी देवे गोटे पर्सनाल अभिज्ञता कहूँ मु थरे बनारस जाइछि बनारस रे से जड़े लोक रुद्राक्ष बिकुचंती देखिली नेपाली दुईमुखी रुद्राक्ष से जिन जमी गथर मुझे नेपाली दुईमुखी रुद्राक्ष वेरी रेयर देखला मारीटा पूरा कला मुझे कहीं कला ना काली रुद्राक्ष काली रुद्राक्ष महिमा है खाली काली पड़ो आउ ये हम सी हम संपूर्ण मिछ आज्ञा सीधा भाषा ओडिया कह भांडामी गोटे से रुद्राक्षटा मरी जाइए ये गुंथि देइछंती काली रुद्राक्ष कहीकि बिकुचंती जिते से रुद्राक्ष गोटे मो हाथ में धरली मुझे देखिए कला रंग छाड़ी लगे माने रुद्राक्ष तो मरीगलानी तापर कला पॉलिसी भी कर दिया जाए काली रुद्राक्ष तो धर्म ये सब कतटा विडंबना अच्छे आज्ञा सेटा तो रहिबो सब जगह टिके टिके करप्शन तो रहिबो असुर देवता एम तो चली आम किए तो से भाया स्थिति केत हम जेको गोटे रुद्राक्ष को गोटे कौन मूर्ति उपर आप पकईदेवे ताको कंडीशन करेंगे ना से सुखिकी कला हो दिन छिड़की खस पड़ो ताको किसी लोक आनी गुंथिकी बिकिदेवे किसी सेगुड़ा काम दबनी काली रुद्राक्ष किसी काम ना से रुद्राक्ष लाइट ब्राउन ब्लैक आपण देहरे पड़ला पर ऑटोमेटिक हम आप मेंटेन करके रखुच्च डार्क ब्राउन नहीं कौन रुद्राक्ष सारा जीवन लाइट ब्राउन कलरटा चेंज हो डार्क ब्राउन हो मेंटेन कला ब्लैक स्टेट को जीवन से रुद्राक्ष आप खोलिक रखी दिखाँ
ବ୍ଲାକ୍। ଆଉ ରୁଦ୍ରାକ୍ଷଟାକୁ ପିନ୍ଧିଲେ ରୁଦ୍ରାକ୍ଷର ଭାଇବ୍ରେନ୍ସି ରହେ, ରୁଦ୍ରାକ୍ଷ ଏନର୍ଜିଟା ରହେ। ନ ପିନ୍ଧିଲେ ତାର ଏନର୍ଜି ରହିବନି, ନଷ୍ଟ ହେଇଯିବ। ଅର୍ଥାତ୍ ରୁଦ୍ରାକ୍ଷକୁ ବେଶୀ ଦିନ କାଢ଼ିକି ରଖିବେ ନାହିଁ ଦେହରୁ। କେବଳ ଏଇ ଯେଉଁ ମୂର୍ତ୍ତିକିଆ ଛୁତିକିଆ ବେଳେ 11 ଦିନ 13 ଦିନ ଛାଡ଼ିଦେଲେ, ଏ ମୂର୍ତ୍ତିକିଆ ବେଳେ ଅବଶ୍ୟ ଶିବ, ଛୁତିକିଆ ବେଳେ ବୋଧେ ହୁଏତ 21 ଦିନ ପର୍ଯ୍ୟନ୍ତ ଦରକାର ପଡ଼ିପାରେ। ଛାଡ଼ିଦେଲେ ଅନ୍ୟ କୌଣସି ଜାଗାରେ ମୂର୍ତ୍ତିକିଆ, ମୁଁ ସେଇଆ କହୁଛି, ଯେଉଁ ଲୋକ ଆପଣଙ୍କ ସାଙ୍ଗରେ ଅଛି ସେ ଚାଲିଯାଇଛି। ଆପଣଙ୍କର ଗୋଟେ 14 ବର୍ଷର କୁକୁରଟେ ଆପଣଙ୍କ ସାଙ୍ଗରେ ଅଛି, କୁକୁର ଚାଲିଗଲା ଆଜ୍ଞା, ଆପଣଙ୍କ ପାଇଁ ମୂର୍ତ୍ତିକିଆ। କାହିଁକି ନା ଋଣାନୁବନ୍ଧ ଅଛି। କୁକୁର ଭିତର ସ୍ପିରିଟଟା ଆପଣଙ୍କୁ ଖୋଜିବ। କିନ୍ତୁ ଆପଣଙ୍କର ବିଦେଶରେ ରହୁଥିବା ଗୋଟେ ଭାଇ ଯାହାକୁ ଆପଣ ଦେଖିନାହାନ୍ତି, ସେ ଚାଲିଗଲା, ଆପଣଙ୍କ ପାଇଁ ସେଟା ଗଣା ହେବ ନାହିଁ। ଯଦିଓ ଶାସ୍ତ୍ର ଏ ବିଷୟରେ ନେଇ କିଛି କହୁନି, କିନ୍ତୁ ମଡର୍ଣ୍ଣ ରିସର୍ଚ୍ଚ ଆଜ୍ଞା, ଯାହା ସହିତ ଆପଣଙ୍କର ଋଣାନୁବନ୍ଧ ନାହିଁ, ସେ ଚାଲିଗଲେ ବି ଏଟା ଶାସ୍ତ୍ର ଅନୁସାରେ ମୂର୍ତ୍ତିକିଆ ହେଲେ ମଧ୍ୟ କିଛି ବିଶେଷ ଅସୁବିଧା ନାହିଁ। ସେ ସମୟରେ ଆପଣ ରୁଦ୍ରାକ୍ଷ ନ ଓହ୍ଲେଇଲେ ବି ଚଳିବ। କିନ୍ତୁ ଯଦି ହେଉଛି ଆପଣଙ୍କର କାହା ଭିତରେ ଗାଁରେ କିଏ ଚାଲିଗଲେ କି ଇଏ କଲେ, କିମ୍ବା ଆପଣଙ୍କର କଣ୍ଟାକ୍ଟରେ ଥିବା କୁକୁର ବିଲେଇ ଯଦି ଚାଲିଗଲେ, ତାହେଲେ ଆପଣ ସେଟା ଓହ୍ଲେଇକି ରଖିଦେବେ, ତାପରେ ପିନ୍ଧିବେ। ନ ପିନ୍ଧିଲେ ରୁଦ୍ରାକ୍ଷ ଖରାପ ହେଇଯିବ। ମୁଁ ଗୋଟେ ରୁଦ୍ରାକ୍ଷ ମାନେ ସିଦ୍ଧମାଳା, ତାକୁ କେବଳ ପୂଜା ବେଳେ ଟିକେ ଟିକେ ପକେଇଲେନି, ସେ ଧୀରେ ଧୀରେ ଖରାପ ଆଡ଼କୁ ଯାଉଛି। ତ ରୁଦ୍ରାକ୍ଷ ସର୍ବଦା ପକେଇବେ, କଣ୍ଡିସନିଂ କରିବେ। ଯେମିତି କହନ୍ତି ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ମିସ୍ କରିବେନି, ଲେଖା ହେଉଛି ଟ୍ରାଫିକ୍ରେ, ମଦ ପିଇକି ଗାଡ଼ି ଚଲେଇବେନି। ସେଭଳିଆ ମଦ ପିଇକି ରୁଦ୍ରାକ୍ଷ ପକେଇବେ ନାହିଁ। ହଁ, କିଏ 6 ମାସରେ ଥରେ ଡ୍ରିଙ୍କ କରୁଛି, ସେଇ ସମୟରେ ପିନ୍ଧିବେ ନାହିଁ। ଆଉ ଯେଉଁମାନେ ଟିକେ ହାବିଚୁଏଟେଡ୍ ଡ୍ରିଙ୍କର, କ'ଣ ଆଜିକାଲି ତ ଡ୍ରିଙ୍କଟା ଗୋଟେ ପ୍ରକାର ଆପଣଙ୍କର ଚା ପାନି ଭଳିଆ ହେଇଗଲାଣି, ଯେଉଁମାନେ ସେ ହ୍ୟାବିଟ୍ରେ ଅଛନ୍ତି, ନର୍ମାଲି ଟିକେ ପାୱାରଫୁଲ୍ ରୁଦ୍ରାକ୍ଷ ରେକମେଣ୍ଡେଡ୍ ନୁହେଁ। ପାୱାରଫୁଲ୍ ମାନେ ସେଇ 12 ମୁଖୀ 13 ମୁଖୀ 14 ମୁଖୀ ନୁହେଁ। ଯଦି ସେମିତି କିଏ ଡ୍ରିଙ୍କ କରୁନାହାନ୍ତି, ତାହେଲେ ଇଟ୍ ଇଜ୍ ଅଲୱେଜ୍ ଗୁଡ୍। ଆଉ କ'ଣ ରହିଗଲା? ରୁଦ୍ରାକ୍ଷକୁ ଆମେ ସାର୍ ଲକେଟ୍ କରି ପକେଇବୁ। ପ୍ରଥମେ ତ କହୁଛି ତମ୍ବା ଲକେଟ୍। ରୁଦ୍ରାକ୍ଷକୁ ଆମେ ସିଧା ସୂତାରେ ଗଳେଇ ପିନ୍ଧିଦେଲେ ହେବନି କି? ଚଳିବ, କିନ୍ତୁ ମନେ ରଖିଥାନ୍ତୁ ତମ୍ବାରେ ଲକେଟ୍ କଲେ ଟିକେ ବେଟର। ତମ୍ବାରେ ହେଇଥିବା ଲକେଟ୍ଟା ବଡ଼ ବଡ଼ ରୁଦ୍ରାକ୍ଷକୁ ଏନର୍ଜିଟାକୁ ହୋଲ୍ଡ କରିକି ରଖେ। ନହେଲେ ଚଳିବ, ସିଧା ସୂତାରେ ଗଳେଇ ପିନ୍ଧିଲେ ବି ଚଳିବ, ବଟ୍ ବେଟର ଗୋଟେ ତମ୍ବା ଲକେଟ୍ କରିଦେବେ। ଜାତକ ଦେଖେଇଲା ପରେ ଯେଉଁ ରଙ୍ଗଟା ଆପଣଙ୍କର ଶୁଭ ଥିବ ସେଇ ସୂତାରେ ପିନ୍ଧିବେ। ନାଲି ନହେଲେ କଳା, ରାଶିକି ଦେଖିକି ମୁଁ କିଛି କହିବିନି। ଯଦିଓ ରଙ୍ଗଟା ବୋଧେ ବେସିକାଲି ରାଶିକି ଦେଖିକି କୁହାଯାଏ, କିନ୍ତୁ ସେ ଯାହା ବି ହଉ, ଜାତକ ଦେଖିକି ସବୁ ରଙ୍ଗଟାକୁ ନିର୍ଣ୍ଣୟ କରିବେ, କେଉଁଥିରେ ଆପଣ କେଉଁ ରଙ୍ଗରେ ପିନ୍ଧିଲେ ଠିକ୍ ହେବ। ଯେଉଁ ଜ୍ୟୋତିର୍ବିଦ ମାନେ ରୁଦ୍ରାକ୍ଷ ରେକମେଣ୍ଡ କରୁଛନ୍ତି, ଦୟାକରି ଏସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ରୁଦ୍ରାକ୍ଷ ଯେତେବେଳେ କମ୍ବିନେସନରେ ପିନ୍ଧିବେ, ସେତେବେଳେ ଗୋଟେ ରୁଦ୍ରାକ୍ଷକୁ ଆଉ ଗୋଟେ ରୁଦ୍ରାକ୍ଷ, ଆଉ ଗୋଟେ ରୁଦ୍ରାକ୍ଷକୁ ଆଉ ଗୋଟେ ଛନ୍ଦି ପିନ୍ଧିବେ ନାହିଁ। ବରଂ ଗୋଟେ ସୂତାରେ ଏଠି ଗୋଟେ ରୁଦ୍ରାକ୍ଷ କୋଳି ଭଳିଆ ଝୁଲେଇ ଦେବେ, ଏଠି ଗୋଟେ ଝୁଲେଇ ଦେବେ, ଏଠି ଗୋଟେ ଝୁଲେଇ ଦେବେ। ରୁଦ୍ରାକ୍ଷ ଭିତରେ 3 ଆଙ୍ଗୁଳି ଗ୍ୟାପ୍ ରହିବ। ରୁଦ୍ରାକ୍ଷର ସର୍କୁଲାର ଏନର୍ଜି ମାଡ଼ ହେବନି। ଯେତେ ପାଖାପାଖି ରୁଦ୍ରାକ୍ଷଟା ରହିବ ସେତେ ଖରାପ। ଗୋଟେ ଲୋକର ମିନିମମ୍ ରୁଦ୍ରାକ୍ଷ ସେ କେତେଟା ପିନ୍ଧିବ? ଗୋଟେ କିମ୍ବା ଦିଟା ମିନିମମ୍। କେତେ ଆଭରେଜ ପିନ୍ଧିପାରିବ? 3ଟାରୁ 5ଟା। ଲୋକ ଚାହିଁବ ସେ ତାର 8 ମୁଖୀ 9 ମୁଖୀ 10 ମୁଖୀ ପିନ୍ଧିପାରିବ। 8 ମୁଖୀ 9 ମୁଖୀ 10 ମୁଖୀ 11 ମୁଖୀ ପିନ୍ଧିପାରିବ। ହଁ, 8 9 10 11 12 5ଟା ପିନ୍ଧିପାରିବ। ଗୋଟେ ନର୍ମାଲ ରେକମେଣ୍ଡେସନ୍ ଯଦି ଆମେ ଦେଖିବା, 3ରୁ 5 ପିନ୍ଧିପାରିବ, କିମ୍ବା 2ରୁ 5 ବି କହିପାରନ୍ତି। କାରଣ ମିନିମମ୍ ତ ଗୋଟେ ରୁଦ୍ରାକ୍ଷ ପିନ୍ଧିବ ନା। ବେଳେବେଳେ ସେ ଗୋଟେ ବି କାମ ଦିଏ ନା, ଗୋଟେ ସହିତ 2ଟା। କାରଣ ପ୍ରୋବ୍ଲେମଟା ସବୁବେଳେ ସେଇଭଳିଆ ଥାଏ। ତ ମିନିମମ୍ ଯଦି ଆମେ ଗୋଟେ କଲେ, ମ୍ୟାକ୍ସିମମ୍ 5। ମାର୍କେଟରେ ଆଭେଲେବୁଲ୍ ହେଉଥିବା ରୁଦ୍ରାକ୍ଷର ସିଦ୍ଧମାଳା ପିନ୍ଧିବା କୌଣସି ଆବଶ୍ୟକତା ନାହିଁ, ଯେଉଁଟାକି 1ରୁ 14 ମୁଖୀ ଏଲଙ୍ଗ ୱିଥ୍ ଗଣେଶ ଆଣ୍ଡ ଗୌରୀଶଙ୍କର। କିଛି ଦରକାର ନାହିଁ।
ଆପଣଙ୍କର ସବୁ ରୁଦ୍ରାକ୍ଷର ସବୁ ଏନର୍ଜି ଇମ୍ବାଇବ୍ କରିବା କିଛି ଆବଶ୍ୟକ ନାହିଁ। ରୁଦ୍ରାକ୍ଷ ଆପଣଙ୍କର ଯୋଉଥିପାଇଁ ଦରକାର, ଯୋଉ ରୁଦ୍ରାକ୍ଷ ଦରକାର ପିନ୍ଧନ୍ତୁ। ସେ ହନୁମାନ କଲା ଭଳିଆ ବିଶଲ୍ୟ କରଣୀ କୋଉଠି ତ ପାଇଲେ ନାହିଁ, ଏକାଥରେ ପର୍ବତ ଉଠେଇ ନେଇଯିବେ ଆଉ କ'ଣ। ସେତେବେଳେ ତାଙ୍କର କିଛି ଉପାୟ ବି ନଥିଲା, ଲକ୍ଷ୍ମଣ ହୁଏତ ଚାଲି ଯାଇଥାନ୍ତେ। ଆରେ ବିଶଲ୍ୟ କରଣୀ ତତେ କୁହାଯାଏ ଟୋଟାଲ କାହିଁ ସବୁ ଘିନି ଆସିଲୁ, ସେଇଭଳିଆ ଆପଣଙ୍କର ଯୋଉଟା ଦରକାର ସେଇଟା ଆପଣ ପିନ୍ଧିବେ ନା। ଆପଣଙ୍କୁ କୁହାହେଲା ଗୋଟେ 13 ମୁଖୀ ସହିତ ଗୋଟେ 11 ମୁଖୀ ପିନ୍ଧନ୍ତୁ। ଆପଣଙ୍କ 1 2 3 4 5 7 9 10 ଏ ସିଦ୍ଧମାଳା ପିନ୍ଧିବେ ନାହିଁ। ଦ୍ୱିତୀୟତଃ ସିଦ୍ଧମାଳା ଆରମ୍ଭରୁ ପକେଇବେ ନାହିଁ। କୌଣସି ଗୋଟେ ବଡ଼ ରୁଦ୍ରାକ୍ଷ ଯଦି ଆପଣ ପକାଉଛନ୍ତି, ପ୍ରଥମ ଗୋଟେ ଲୋକକୁ ଏକାଥରେ ମାନେ ଯେଉଁ ଲୋକ ରୁଦ୍ରାକ୍ଷ କେବେ ପିନ୍ଧି ନାହିଁ ତାକୁ ଭୁସ୍ କିନା 2ଟା 3ଟା ରୁଦ୍ରାକ୍ଷ ଦେଇଦେବେ ନାହିଁ। ମନେ ରଖିଥାନ୍ତୁ, ଯଦିଓ 2ଟା ରୁଦ୍ରାକ୍ଷ ଦେଲେ, ମନେକର ଗୋଟେ ଲୋକକୁ ରେକମେଣ୍ଡ କରାହେଲା 10 ମୁଖୀ ଆଉ 11 ମୁଖୀ, ଠିକ୍ ଅଛି। ଗୋଟେ ଲୋକ ଯିଏକି ମ୍ୟାନେଜମେଣ୍ଟରେ ରହୁଛି ଏବଂ ଲେବର ମ୍ୟାନେଜମେଣ୍ଟ କରୁଛି, ତା ପାଇଁ ବୁଧ ମଙ୍ଗଳ 2ଟାକୁ ଦେଖିକି ଜାତକ ସ୍ଥିତି ଆମେ ରେକମେଣ୍ଡ କରୁ 10 ମୁଖୀ ଆଣ୍ଡ 11 ମୁଖୀ। ରେକମେଣ୍ଡେଡ଼ ଏଇଟା କି ସେ ଲୋକଟା ଆଗ ଗୋଟେ 10 ମୁଖୀ ପକାଉ, ତାର ଠିକ୍ 1.5 ମାସ ପରେ ଆଉ ଗୋଟେ 11 ମୁଖୀ ପକାଇବ। ଏଇଟା ହେଲା ରାଇଟ୍ ୱେ କି ରାଦର କି ଆମେ ଏକାଥରେ ଦେଇଦେବା। ଆଉ ଯେଉଁ ଲୋକ 3ଟା କି 4ଟା ଆପଣ ରେକମେଣ୍ଡ କରୁଛନ୍ତି ରୁଦ୍ରାକ୍ଷ, ଦୟାକରି ଏକାଥରେ ବି ଦିଅନ୍ତୁନି। ବେଟର ଆଜ୍ଞା ଆପଣ ଦେଇଦେଲେ ସେମିତି କିଛି ଲୋକଟା ଅନକମ୍ଫର୍ଟେବଲ୍ ଲାଗିବ। ଗୋଟେ ଦେବେ ପକାଇବେ, ଟିକେ ବଡ଼ିଟା ସୁପ୍ କରିଗଲା ପରେ ତାପରେ ଏକାଥରେ ଆଉ 2ଟା ପକାଉନାହାନ୍ତି। ମନେକର 10 11 12 ଆପଣଙ୍କୁ ଦିଆହେଇଛି, ଆପଣ 10 ପକାଇଥିଲେ, 1.5 ମାସ ପରେ 11 12 ପକାଇବେ। କାରଣ ସହିତ ମୁଁ କହୁଛି, କୌଣସି ଜ୍ୟୋତିର୍ବିଦ ଏଥିରେ ମୋତେ ମନା କରିପାରିବେ ନାହିଁ। ଗୋଟେ ମଣିଷର ଏନର୍ଜି ଲେବୁଲ୍ ଗୋଟେ ରୁଦ୍ରାକ୍ଷ ସହିତ ପ୍ରଥମେ କ୍ଲାସ୍ ହେବ, ତାପରେ ମିଶିବ। ଆପଣ କେବେ ରୁଦ୍ରାକ୍ଷ ପକାଇବେ କ୍ଲାସ୍, ତେଣୁ ତାକୁ ଆପଣଙ୍କ ଏନର୍ଜି ସହିତ ସେଟ୍ କରିବା ପାଇଁ ଗୋଟେ ରୁଦ୍ରାକ୍ଷ ଗୋଟେ ଟାଇମ୍ ଲାଗିବ। ଗୋଟେ 90 ଦିନ ଧରିବା ଆମେ 3 ମାସ, ମୁଁ ସେଇଆ 1.5 ମାସ ବୋଲି ମୁଁ ଆପଣଙ୍କୁ କହୁଛି। ଯେ ବିଭିନ୍ନ ଗୋଟେ ଲୋକ ଯିଏକି ଡେଲି ସାଧନା ବି କରୁଛି, ଯଦି ସାଙ୍ଗେ ସାଙ୍ଗେ ଗୋଟେ 10 ମୁଖୀ 11 ମୁଖୀ ରୁଦ୍ରାକ୍ଷ ପକାଇ ଦେଉ, ତାକୁ କମ୍ଫର୍ଟେବଲ୍ ଲାଗିବନି। ଗୋଟେ ଏନର୍ଜି ଲେବୁଲ୍ କ୍ଲିନଜିଂ ହେଲା, ଏକାଥରେ ପକାଇବେ ନାହିଁ। ଯଦି ସମ୍ଭବ ପ୍ରତି 3 ବର୍ଷରେ ଥରେ ରୁଦ୍ରାକ୍ଷର କେପିଂ ଖୋଲିକି ଚେଞ୍ଜ କରିଦେବେ, ଚେକ୍ କରିଦେବେ ଯେ ଫାଟିନି ତ, ନହେଲେ ଚାଲିଥିବ। ଯଦି ଆପଣ ରାତିରେ ଓହ୍ଲେଇ ଦେଉଛନ୍ତି, ରୁଦ୍ରାକ୍ଷକୁ ମୁଁ ଯେମିତି କଣ୍ଡିସନିଂ କହୁଛି ଯଦି କରୁଛନ୍ତି, ମୋତେ ଲାଗୁଛି ଗୋଟେ ମିନିମମ୍ ରୁଦ୍ରାକ୍ଷଟା ଧରନ୍ତୁ 20-25 ବର୍ଷ ତ ଯିବ ହିଁ ଯିବ। ହଜି ନଯାଏ ଯଦି ଯିବ, ଆପଣ ଥିଲା ଯାଏଁ ରୁଦ୍ରାକ୍ଷ ବି ଥିବ, କିଛି ହେବନି ଆଜ୍ଞା। କିନ୍ତୁ ଆପଣ ଯଦି ଟିକେ ମେଣ୍ଟେନାନ୍ସ ଯଦି ବି ନ ବି କରନ୍ତି ତାହେଲେ ବି ଯିବ, ବଟ୍ ମେଣ୍ଟେନାନ୍ସ କରିବାଟା ସବୁବେଳେ ମନେ ରଖିଥାନ୍ତୁ, ଇଟ୍ ଇଜ୍ ନେସେସରୀ। ଯେଉଁ ଜିନିଷଟା କି ବେସିକାଲି ଆମର ଶୈବ ମନ୍ଦିରର ନନାମାନେ କହିବା ପାଇଁ ଅକ୍ଷମ। ଜାଣିନାହାନ୍ତି ସେ ବିଷୟରେ, ସେ ଚାବି ହଉ, ମାନେ ଯେହେତୁ ସେଇମାନେ ଜିନିଷଟାକୁ ସ୍ପ୍ରେଡ୍ କରୁଛନ୍ତି, ମୁଁ ସେଇମାନଙ୍କୁ ଆଡ୍ରେସ୍ କରୁଛି। ମୁଁ ପ୍ରଥମ ଥର ଯାଇଥିଲି ଲିଙ୍ଗରାଜ ମନ୍ଦିର ଆଉ ରୁଦ୍ରାକ୍ଷ ଏନର୍ଜାଇଜ୍ କରିବାକୁ, ନନା ଆସିଲେ, ସେ ମୋତେ କହିଲେ ରୁଦ୍ରାକ୍ଷ ଆପଣ ପିନ୍ଧିବେ, ସ୍ୱୟଂ ଶକ୍ତି ରୁଦ୍ରାକ୍ଷ, ଆଖି ଏନର୍ଜାଇଜ୍ ହେବ, ଏଇଟା ପୂଜା ହେବ, ଏଇଟା ଇଏ ହେବ ସିଏ ହେବ, 1000 ଟଙ୍କାଟେ ଲାଗିବ। ମୁଁ କହିଲି ନାଇଁ ଆଜ୍ଞା ମୁଁ କରିଦେବି ନିଜେ, କିଛି ଆପଣ ମୁଁ କହିଲି ଆପଣଙ୍କୁ ପଇସା ଦେଇଦେବି, ପଇସା ଦେଲେ କିଛି ଅସୁବିଧା ନାହିଁ, କାରଣ ଆପଣଙ୍କ ଜୀବିକା ସେଇଟା, ଆପଣ ପଇସା ନିଅନ୍ତୁ, ମୁଁ ସେ ଜିନିଷରେ କେବେ କମ୍ପ୍ରମାଇଜ୍ କରେ ନା। ତ କିନ୍ତୁ ଆପଣଙ୍କୁ ମୁଁ ଏଇ ଜିନିଷଟା ଦେବିନି। ସେ କହିଲେ ହଉ ଠିକ୍ ଅଛି। ମୁଁ କହିଲି ଆପଣ ଖାଲି ମୋତେ ଏତିକି କରନ୍ତୁ, ଏଇଟା ସେ ଶିବଙ୍କ ଲିଙ୍ଗରୁ ଯେଉଁ ଯାଇଛି କ୍ଷୀରଟା ମୋତେ ଟିକେ ଆଣିକି ଦିଅନ୍ତୁ, ମୁଁ ପୂଜା କରିବି। ସେଇଠୁ ମୁଁ ତାକୁ କ୍ଷୀର ଘିଅ ଏବଂ ଦୀପ ଦେଇକି ପଞ୍ଚଭୂତ ଶୁଦ୍ଧ କରିକି ସେଠି କଲି। ସେଠି ଦେଖିଲେ ବି ସେ ନନା ଅଧଘଣ୍ଟା ଧରି ମୁଁ ରୁଦ୍ରାକ୍ଷଟାକୁ ଏନର୍ଜାଇଜ୍ କରୁଛି। ଆଉ ତାପରେ ସେ ମୋତେ 1000 ଟଙ୍କା ମାଗିଲେ ବି ନାହିଁ। ସେ କହିଲେ ଆପଣ ତ ସବୁ ଜାଣିଛନ୍ତି, ଆଉ ଆମକୁ ଖାଇବା ପାଇଁ ନହେଲେ କିଛି ଗୋଟେ ପଇସା ଦେଇ ଦିଅନ୍ତୁ। ମାନେ ତାଙ୍କୁ ବି ଖରାପ ଲାଗିଲା, ତ ସିଏ ଗୋଟେ ଏଇ ଆଇଡ଼ିଆରେ ଥିଲେ ଯେ ଆମେ ଆକୁ ଗୋଟେ କିଛି କହିଦେବା ଏବଂ କିଛି ପଇସା ବି ହେଇଯିବ, ଆଉ ସେ କିଛି ବି କରିପାରିନଥାନ୍ତେ। ସେ ରୁଦ୍ରାକ୍ଷଟାକୁ ନେଇକି ଖାଲି ଶିବଲିଙ୍ଗରେ ଛୁଇଁକି ମୋତେ ଦେଇଥାନ୍ତେ, ଆଉ କିଛି ନାହିଁ। ଦେଖିଲେ ରୁଦ୍ରାକ୍ଷଟାକୁ କେମିତି ଏନର୍ଜାଇଜ୍ କରାଯାଉଛି, କେମିତି ତାକୁ ଅଗ୍ନି ଶୁଦ୍ଧି କରାଯାଉଛି, ଗୋଟେ ଏନର୍ଜାଇଜିଂ ଗୋଟେ ଡିଫରେଣ୍ଟ ପ୍ରୋସେସ୍ ଅଛି, ସେଟା ମୁଁ କ୍ୟାମେରା ଆଗରେ ଡିସକ୍ଲୋଜ୍ କରିବି ନାହିଁ।
कले आप बुझी पारे ना हे तो मुझे केवे कला बेले वीडियो सेटिंग कले आप जानीपारे कि देखले जानीपारे कि हेनी तेणु मुझे खुशी 200 टଙ୍କା देली से खाइले मुझे जब भी जाए मंदिर सी मत कहते जे सार आउ जन रुद्राक्ष अच्छे टी केमती एनर्जाइज हम मत गोटे रुद्राक्ष देवे मुझे पिंधि इत्यादि इत्यादि तो अज्ञानटा को सब ज्ञान ही दूर कर अज्ञानर केवल गोटे प्रोसेस है ज्ञान जो लोकटा जो जिनसा जानी ब्रेन बाहर से तो देखिए से आप्रिसीएट करना तेणु से देखी ना 11 मुखी 12 मुखी रुद्राक्ष तंबार जो नुआ नुआ कैपिंग आसो तार कलर अलग आसो केमी एनर्जाइज हुए केमी गोटे रुद्राक्ष को आपण प्रति माने अग्नि शुद्धि हो कि तार वायु शुद्धि हो करा जाए देखती से जानी ना बर्तमान तो मत लगुच आमर जो बिहार बैद्यनाथ धाम को जोटा मुझे जाए प्राय रेगुलाली से रुद्राक्ष अभिमंत्रित करे सेठू भी लोक धीरे धीरे से जिन गुड़ा जानुं तो कहबार उद्देश्य है से भी जिनटा जानी ना से आइंस खाइबेनि ये करें जोटा गोटे चलाचलित हो पलि आसे से कहीदे आज एटा भी सत जदि आप आमिष फामिष कौन तामसिक जिन खाऊना रुद्राक्ष विल फंक्शन बेटर किंतु आजिका डेट तो सब जगह हो गला आप खाऊँ से मना करेंगे आप रुद्राक्ष पकई ही पारे ना कि एगुड़ा मस्ट रात पिंधे रुद्राक्ष प्रति मासरे थे घी क्षीर धोईदेवे जदि मंदिर न जाई पार्टी घी क्षीर धोईकी मंदिर पाखे जाइए जस्ट टिके रुद्राक्ष को एयर पाखे जस्ट एनर्जाइज कर पिंधे जदि न जाई पार्टी धुआं झुणारे शुद्धि करदे हाँ आ गोटे मांत्रिक प्रोसेस जोटा एनर्जाइजिंग प्रोसेसटा मुझे टोटाल जिन जो कहली दिस इज नोन एज कंडीशनिंग ऑफ रुद्राक्ष गोटे रुद्राक्ष आप आनिले तार एक्सरे हरिका देखिले भल रुद्राक्ष अच्छे रुद्राक्ष साइज नहीं कि पैसा बड़ हम आ हार्वेस्ट केबे तोड़ा है गच 15 वर्ष तले गच तोड़ा है रेट कमी जीवन जिते डेरी हम रुद्राक्ष ओजन कमी कमी जीव एनिवे से भैल्युएसन ऑफ रुद्राक्ष गला आप रुद्राक्ष आनिले प्रथम कैपिंग कले तंबारे जो सूतार लगे कथा लगेले घीरे देले क्षीर देले घीरे देले शिवलिंग छुई पिंधिदेले यहाँ हो गला सरला ये जो शिवलिंग छुआ प्रोसेसटा से रुडिमेंटारी वे ऑफ एनर्जाइजिंग मान जो लोकटा किसी कौन कहवा तो यहाँ करदे कि एनर्जाइजिंग गोटे डिफरेंट प्रोसेस अच्छे कौ रुद्राक्ष को कौ मंत्र अभिमंत्रित कौ रुद्राक्ष को हूँ तो अधिक दही दिज्व अधिक क्षीर दिज्व खाली पंचामृत पकईदे हम ना कौ रुद्राक्ष को क्षीर अधिक दरकार मैं इनिशियल क्लींजिंगटा प्रथम थर पर रुद्राक्ष आम कौन ओडिया कहवा प्राण प्रतिष्ठा कहतु हाँ ठीक नाटा मन पड़ा से मो सांगे गोटे ये आमर गद्या इंस्टीट्यूट गोटे पिला पढ़ुला जो मसे मुझे जाइए ब्राह्मणटे सब प्राण प्रतिष्ठा जगतसिंहपुर हाँ अच्छे जहाँ कहना कहीं प्राण प्रतिष्ठा जोटा हम रुद्राक्ष सेटा जो प्रोसेसटा हम सेटा गोटे एक्सपर्ट ही मुझे कहूँ अन्य भी जानी मो भाई से करेंगे तो से रुद्राक्षटा को एनर्जाइजिंग प्रोसेस जदि भी न कर मो पाक दौड़ी आसा किसी दरकार नहीं आप बालेश्वर अच्छे कौटी अच्छा कौन गोटे शिवलिंगर शक्ति पाखे 15 मिनट थोड़ी पिंधे तार अल्टरनेटिव है बट प्राण प्रतिष्ठा जो हुए से स्पेसिफिक मंत्र पढ़ा जाए से लोक प्रेजेंट भी रहे एनर्जी भी दि जाए कि गोटे टेक्निकाल वे से हुए दैट इज ऑलवेज बेटर बट जदि से आप न शिवलिंग से छुई पिंधे राति ओल्लैदेवे घी टे क्षीर टे मसक मस देवे मंदिर नहीं टे शिव पाखे खाली शिव गोटे देखिए नहीं पलि आसुवे महादेव मो रुद्राक्ष पिंधि से लिंग पाखे जो शक्ति गुड़ा थाए द हाएस्ट एनर्जी सेंटर आर शिव टेम्पल्स मन रखता लिंगटा किसी ना गोटे आंटीना भाया केवे कहबी मो इंग्लिश वीडियो तो अच्छी दि तंत्र बिहाइंड शिवलिंग तंत्र माने टेक्निक आज्ञा तंत्र को केवे गोटे ब्लैक मैजिक सांगे तुलना करेंगे ना मु ज्योतिष बाहर को छाड़ी जाइनी जो जीवी खाली अल्प टिके शिवतंत्र उपर मुझेदेवी बेगेन तंत्र मैंने ब्लैक मैजिक नुहे विज्ञान भैरव तंत्र अच्छे कौन कि नुह आज्ञा स्वर तंत्र केते प्रकार आप ब्रीदिंग टाक जानीपारे आप जानते आप ब्रीदिंग टाक ठीक देखिपारे आपको लगे आम जो निश्वासटा नौ जो कम्प्लीट सेपरेट बॉडी गोटे आम देहर अच्छी एपटे निश्वास जाऊँगी फ्लो होपटे आसपटे जाऊँगी ब्लड फ्लो होती प्राणिक एनर्जी गोटे आप भर चली तंत्र माने ये कौन सी बलि पकईदेलानी कि हाँ हो से जहाँ भी होना कहीं आशा करुच्ची रुद्राक्ष विषय धारण पद्धति आप बुझी जाइए एनर्जाइज प्राण प्रतिष्ठा जिनटा को आप करें ना तार केवल अल्टरनेटिव हिसाब से
ଶକ୍ତି ପାଖରେ ଥୋଇଦେବେ, ଶିବଲିଙ୍ଗରେ ଭୁଷକି ଯାଇ ଛୁଇଁଦେବେ ନାହିଁ, ସେ କାମ ଦେବନି। 15 ମିନିଟ୍ ଆପଣଙ୍କୁ ସେ ଶକ୍ତି ପାଖରେ ଥୋଇକି ଆଣିବାକୁ ପଡ଼ିବ। ରେସ୍ପେକ୍ଟେଡ୍ ମନ୍ଦିର ନନା ବା ପୂଜାରୀ ମାନଙ୍କୁ କହିବେ, ସେମାନେ କରିଦେବେ। ଥରେ ସେ ଆପଣ ଜୋନି ପାଖରେ ଥୋଇକି ଆଣି ସାରିଲା ପରେ ଶକ୍ତି ପାଖରେ ସେଟା ଆପଣ ନିଜେ ପିନ୍ଧିବେ, ଆଉ ତାକୁ କେହି ଧରିବେ ନାହିଁ। ମୂର୍ତ୍ତିକିଆ ଛୁତିକିଆ ସମୟରେ ଓହ୍ଲେଇ ଦେବେ, ରାତିରେ ପିନ୍ଧିଲା ସମୟରେ ଓହ୍ଲେଇ ଦେବେ। ଗାଧେଇଲା ବେଳେ ରୁଦ୍ରାକ୍ଷ ନ ପକେଇଲେ ଭଲ। ଯଦି ପକାଉଛନ୍ତି ଆପଣଙ୍କ ଦେହ ଖାଲି ଅଛି, ଖରା ବାଜିକି ଶୁଖିଗଲା, ନାଇଁ ତ ଓଦା ଅଛି, ତ ଆପଣ ଡ୍ରେସ୍ ପତ୍ର ପିନ୍ଧିଦେଲେ ଟିକେ ଭଲ ନୁହେଁ। ରୁଦ୍ରାକ୍ଷକୁ ବେଶୀ ଦିନ ଦେହଠୁ ଅଲଗା କରି ରଖିବେନି। ଯେତେ ପକାଉଥିବେ ଦୂରେଇ ରହିଲେ ନଷ୍ଟ ହେଇଯିବ। ଯଦି କଣ୍ଡିସନିଂରେ ଆହୁରି ଆପଣଙ୍କୁ ଇଜି ମେଥଡ଼ ଦରକାର, ମଝିରେ ମଝିରେ ଟିକେ ଅଲିଭ ଅଏଲ୍ ହେଲା, ରାଶି ତେଲ ହେଲା ମାରି ଦେଉଥିବେ, ନହେଲେ ରୁଦ୍ରାକ୍ଷ ଶୁଖିକି ମୃତ ଅବସ୍ଥାକୁ ପଳାଇବ। ରୁଦ୍ରାକ୍ଷ ଯଦି ଧୀରେ ଧୀରେ ବ୍ଲାକ୍ ଆଡ଼କୁ ଯାଉଛି, ତାହେଲେ ଆପଣ ଜାଣନ୍ତି ଯେ ରୁଦ୍ରାକ୍ଷ କଣ୍ଡିସନିଂ ଠିକ୍ ହେଇନାହିଁ। ହଉ, ମୁଁ ଯାହା କହିଲି ବୋଧେ ମନେ ପକେଇ କହୁଛି, ସବୁ ତ ମାଇଣ୍ଡ କରିଦେଲି। ଆଉ ହଁ, ରୁଦ୍ରାକ୍ଷ ଆପଣ ଜ୍ୟୋତିର୍ବିଦଙ୍କୁ ଜାତକ ଦେଖେଇକି ପିନ୍ଧି ପାରନ୍ତି କିମ୍ବା ସେମିତି ବି ପିନ୍ଧି ପାରନ୍ତି, କିନ୍ତୁ ଆପଣଙ୍କର ଉଦ୍ଦେଶ୍ୟଟା କ'ଣ ସେଟା କ୍ଲିଅର ହେଇଥିବା ଦରକାର। ରୁଦ୍ରାକ୍ଷ କାହିଁକି ପକେଇବେ ସେଇଟା ଗୋଟେ ପରେ ଭିଡ଼ିଓ କରିବା, ତାପରେ ଡିଟେଲ। ରୁଦ୍ରାକ୍ଷ ଉପରେ ତ ବହୁତ ଭିଡ଼ିଓ ଡିମାଣ୍ଡ ଅଛି, ପରେ କହିବେ। ଆଗ ଜାଣନ୍ତୁ ଏଇଭଳିଆ ପିନ୍ଧିବା ଦରକାର। ଯଦି ଏଭଳିଆ ପିନ୍ଧିବା ପାଇଁ ଆପଣ ପ୍ରସ୍ତୁତ ଥାଆନ୍ତି, ତାହେଲେ ପରେ ଭିଡ଼ିଓ ଶୁଣିବେ ଯେ କେଉଁ ରୁଦ୍ରାକ୍ଷ କ'ଣ ପାଇଁ ପିନ୍ଧାଯିବ। ହଉ, ଆଜି ପାଇଁ ଏତିକି। ପୁନଶ୍ଚ କହି ରଖୁଛି, ଭିଡ଼ିଓ କରିବାର କୌଣସି ଉଦ୍ଦେଶ୍ୟ ନୁହେଁ ଯେ ଆପଣ ଆସି ମୋତେ ଜାତକ ଦେଖାନ୍ତୁ। ଯଦି ମୋ କଥାବାର୍ତ୍ତା ସବୁ ଆପଣ ଠିକ୍ଠାକ୍ ଲାଗୁଛି, ତା ସତ୍ତ୍ୱେ ବି ମୋର ଉଦ୍ଦେଶ୍ୟ ସେୟା ନୁହେଁ। ଆପଣ ଯେଉଁ ଜ୍ୟୋତିଷଙ୍କୁ ଜାତକ ଦେଖାଉଛନ୍ତି ତାଙ୍କୁ ଦେଖାନ୍ତୁ। ସବୁବେଳେ ଏକ ବିଦ୍ୟା ସୁରକ୍ଷିତ। ତେଣୁ ସବୁବେଳେ ଗୋଟିଏ ଯାହାକୁ ଦେଖାଉଛନ୍ତି ତାଙ୍କୁ ଦେଖାନ୍ତୁ। ସିଏ ତାଙ୍କର ଦେହାନ୍ତ ହେଇଗଲା, ସିଏ ଆପଣ ସେଠି ରହୁଥିଲେ, ଏବେ ପଳେଇ ଆସିଲେଣି, ତାଙ୍କ ସହିତ 4 ବର୍ଷ ହେଲା କଣ୍ଟାକ୍ଟ ନାହିଁ, ତାହେଲେ ଆଇ ମେ ବି ଆନ୍ ଅପସନ୍, ନଟ୍ ମି। ଆଉ ଭେଟରାନ୍ ଜ୍ୟୋତିଷ ବି ଅଛନ୍ତି, କିନ୍ତୁ ସବୁବେଳେ ଗୋଟିଏ ଜାଗାରେ। ମୋର ଉଦ୍ଦେଶ୍ୟ ହେଲା ମୋର ରିସର୍ଚ୍ଚଟାକୁ ମୁଁ ଆପଣଙ୍କ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ପ୍ରସାରଣ କରୁଛି। ଇଂଲିଶରେ ଯୋଉଟା ମୁଁ କହୁଥିଲି, ସେଗୁଡ଼ା ଓଡ଼ିଆରେ ହିଁ କହୁଛି। ଭିଡ଼ିଓ ଆପଣ ଲାଇକ୍ କରନ୍ତୁ, ଡିସଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସବସ୍କ୍ରାଇବ୍ ନ କରନ୍ତୁ କିମ୍ବା ଡିସବସ୍କ୍ରାଇବ୍ ବି କରନ୍ତୁ। ମୋର କୌଣସି ପ୍ରକାର ସେଥିରେ ଅବଜେକ୍ସନ୍ ନାହିଁ। ମୋର ଆଜ୍ଞା ଗୋଟିଏ ଅନୁରୋଧ ଆପଣଙ୍କୁ, ଯେ ଏ ବୁଢ଼ା ବୟସରେ ଆମେ ରାତିରେ ବସିକି ନିଜେ ଏକାଠିଆ ରେକର୍ଡ଼ିଂ କରି ଭିଡ଼ିଓ ଛାଡ଼ୁଛୁ, ଆପଣ ଟିକେ ସେୟାର କରିଦେବେ ଯଦି ପାରିବେ ତ। କିଛି ସେମିତି ଫୋର୍ସ ନାହିଁ ଯେ ହଁ ଏ ଲୋକଟି ଯାହା କହୁଛି ହୁଏତ ଆଉ କାହା କାମରେ ଆସିବ, କେଉଁ ମନ୍ଦିର ନନା ହେଲେ କି ଯାହା ହେଲେ, ଯିଏକି ରୁଦ୍ରାକ୍ଷ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତାଙ୍କୁ ଟିକେ ଏଇଟା ସ୍ପ୍ରେଡ୍ କରିଦେବେ। କାରଣ ମୋର ଯେଉଁ କଥାଟା ସେଟା ଆପଣଙ୍କୁ ଭଲ ନ ଲାଗିଲେ ବି ଆଉ ଗୋଟେ କେଉଁ ଲୋକକୁ ଭଲ ଲାଗିପାରେ। ହୁଏତ ମୋର ସେଇ ଲେବୁଲ୍ର ମୁଣ୍ଡ ହେଇନଥିବ ଯେ ମୁଁ ଆପଣଙ୍କ ମୁଣ୍ଡକୁ ମ୍ୟାଚ୍ କଲା ଭଳିଆ କଥା କହିପାରୁଥିବି। ଆଉ ସାର୍ ଟିକେ ବହୁତ ସାହିତ୍ୟିକ କହିଦେଉଛନ୍ତି, ଲମ୍ବେଇ ଦେଉଛନ୍ତି, ଯାହା ବି ଆଜ୍ଞା। ମୋ ଭିଡ଼ିଓ ଗୁଡ଼ା ସବୁବେଳେ ଟିକେ ଲମ୍ବା ହେବ। ଥରେ ଶୁଣିବେ ତ ଆଉ ତ ଡାଉଟ୍ ରହିବନି, ଆଉ କାହିଁକି ସବୁବେଳେ ରିଲ୍ ଖେଳୁଥିବେ କି ବସି। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ତାହେଲେ ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ଉପସ୍ଥିତ ହେବେ। ମହାଦେବ ଆପଣମାନଙ୍କୁ ଦୀର୍ଘାୟୁ କରନ୍ତୁ, ସୁଖୀ କରନ୍ତୁ। ଧନୀକି କିଛି ଜିନିଷ କହିବେନି, ଆପଣ ସୁଖୀରେ ରୁହନ୍ତୁ। ଖାଲି ବହୁତ ଦିନ ବଞ୍ଚିଗଲେ ବଡ଼ ଜିନିଷ ନୁହେଁ। ଜୀବନ ଜିନ୍ଦଗି ବଡ଼ି ହୋନି ଚାହିଏ, ଲମ୍ବି ନାହିଁ। ଯେତିକି ଦିନ ବଞ୍ଚୁଛନ୍ତି ସୁଖରେ ରୁହନ୍ତୁ। ଆଉ ସୁଖଟାର ମାନଦଣ୍ଡ ନୁହେଁ କେବଳ ପଇସା, କୌଣସି ଜିନିଷ ଆପଣଙ୍କ ସୁଖର ମାନଦଣ୍ଡ ନୁହେଁ। ଆପଣଙ୍କର ହାପିନେସ୍ କମ୍ପ୍ଲିଟଲି ଆପଣଙ୍କର ସବଜେକ୍ଟିଭ୍ ଥିଙ୍କିଂ। ମହାଦେବ ଆପଣଙ୍କୁ ସେଇ ଦିଗରେ ଆଗେଇ ନିଅନ୍ତୁ, ଆପଣ ଖୁସିରେ ରୁହନ୍ତୁ। ଯାହା ରୁଦ୍ରାକ୍ଷ ନେଇ ଡାଉଟ୍ ଅଛି ମୋତେ କମେଣ୍ଟ ସେକ୍ସନରେ ପଚାରିବେ। ପୁଣି ଅନୁରୋଧ, ଯଦି ପାରୁଛନ୍ତି ମୋ ରିସର୍ଚ୍ଚ ପେପର ପଢ଼ନ୍ତୁ, ମୋତେ ପଚାରିବା ଅପେକ୍ଷା। ଏମିତି ଗୋଟେ ପ୍ରଶ୍ନ ପଚାରିବା ଅପେକ୍ଷା ଥରେ ରିସର୍ଚ୍ଚ ପେପର ପଢ଼ିବା, ଅଲମୋଷ୍ଟ ଏଭ୍ରିଥିଙ୍ଗ କ୍ଲିୟର ହେଇଯିବ। ହଉ, ଆଜି ପାଇଁ ଏତିକି। ଓମ୍ ନମଃ ଶିବାୟ।